This is OTN, your trusted source for breaking news. ଲଗାଣ ବର୍ଷାରେ ଭାଙ୍ଗିଲା ନବନିର୍ମିତ ସ୍କୁଲ ପାଚେରୀ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ଦୁର୍ନୀତି ମୂଳରୁ ପାହାଚ ପାହାଚ, ଯାହାକି ଚରମ ସୀମାରେ। ଖବର ପ୍ରକାଶ ଯେ ହିନ୍ଦୋଳ ବ୍ଲକ ପକ୍ଷରୁ 2025-26 ଆର୍ଥିକ ବର୍ଷରେ ବିକଶିତ ଓଡ଼ିଶା ବିକଶିତ ଗାଁ ଯୋଜନାରେ 4 ଲକ୍ଷ ଟଙ୍କା ବିନିମୟରେ ନୂଆବୋଗ ପଞ୍ଚାୟତ ସରାସିଂ ଗ୍ରାମ ପଞ୍ଚାୟତ ଛକସ୍ଥିତ ଦେବାହାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରୀ ନିର୍ମାଣ ହୋଇ କିଛି ଦିନ ତଳେ ସରିଥିବା ବେଳେ ଆଜି ବିଳମ୍ବିତ ସନ୍ଧ୍ୟାରେ ଲଗାଣ ବର୍ଷାରେ ସେ ପାଚେରୀଟି ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଥିବାର ଦେଖିବାକୁ ମିଳିଛି। ତେବେ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି କାର୍ଯ୍ୟଟି ନିଜେ କରିଥିବା ବେଳେ ଏହା ସମ୍ପୂର୍ଣ୍ଣ ନିମ୍ନମାନର କାର୍ଯ୍ୟ ହୋଇଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଏବଂ ଅଧିକାରୀ କେବେ ଦିନେ କାର୍ଯ୍ୟସ୍ଥଳୀ ପରିଦର୍ଶନ କରିନଥିଲେ କିମ୍ବା ତଦାରଖ କରିନଥିଲେ। ତେବେ ଏଠାରେ ଏକ ବଡ଼ ଧରଣର ପିସି କାରବାର ହୋଇଥିବା ନେଇ ବିକଶିତ ଓଡ଼ିଶା ବିକଶିତ ଗାଁ ଯୋଜନାରେ ଉଠିଛି ବଡ଼ ପ୍ରଶ୍ନ। ଢେଙ୍କାନାଳ ହିନ୍ଦୋଳରୁ ବିନୟ ବେହେରାଙ୍କ ରିପୋର୍ଟ, OTN TV।